ବାଲେଶ୍ୱର ଭଦ୍ରକ ଏବଂ ମୟୂରଭଞ୍ଜ ଜିଲ୍ଲାର ବିଭିନ୍ନ ଅଞ୍ଚଳରୁ ମୋଟରସାଇକେଲ ଚୋରି କ୍ରୟ ଲୁଚାଇବା ଏବଂ ନଷ୍ଟ କରିବାରେ ସମ୍ପୃକ୍ତ ଏକ ସନ୍ଦିଗ୍ଧ ନେଟୱାର୍କକୁ ଠାବ କରି ଅଭିଯୁକ୍ତଙ୍କୁ ବାନ୍ଧିଛି ବାଲେଶ୍ୱର ସହଦେବଖୁଣ୍ଟା ଥାନା ପୁଲିସ। ଗତକାଲି ଆମର ସହଦେବଖୁଣ୍ଟା ଥାନାର ଏଏସ୍ଆଇ ଆଲୋକ ଜେନା ଆଉ ଗୋଟେ ଟିମ୍ ଡେ ପେଟ୍ରୋଲିଂ କରୁଥିଲେ। ଏ ସମୟରେ ହରିପୁର ଛକ ପାଖରେ ଜଣେ ମୋଟରସାଇକେଲିଷ୍ଟ ବହୁତ ସ୍ପିଡରେ ଆସୁଥିଲା। କଣ ପାଇଁ ଆସୁଛି ବୋଲି ସେ ରିଜନ ଜାଣିବା ପାଇଁ ତାକୁ ଯେତେବେଳେ ଅଟକେଇଲେ ତାକୁ ଆମର ଜଣେ ଷ୍ଟାଫ ଆଇଡେଣ୍ଟିଫାଏ କଲେ ଯେ କଣ୍ଟ୍ରି ଲିକର ଯୋଉ ସେଲ୍ କରନ୍ତି ସେଇ ବ୍ୟକ୍ତି ସେ। ତାଙ୍କ ପାଖରେ ଅବଶ୍ୟ କିଛି ନଥିଲା କଣ୍ଟ୍ରି ଲିକର, କିନ୍ତୁ କାହିଁକି ଏତେ ସ୍ପିଡରେ ଆସୁଥିଲେ ପଚାରିଲା ପରେ ସେ ଟିକେ ହଡ଼ବଡ଼ି ଯାଇଥିଲେ। ଗାଡ଼ିର କାଗଜପତ୍ର ମାଗିଲା ପରେ ସେ ଗାଡ଼ିର କାଗଜପତ୍ର ଦେଇପାରିନଥିଲେ। ସିଏ କହିଥିଲେ ଜଗା ବୋଲି ଜଣେ ଲୋକ ତାଙ୍କଠୁ ସେ କିଣିଛନ୍ତି ବୋଲି। ଜଗାକୁ ଆମେ ଯାଇକିରି ଇଣ୍ଟରଭ୍ୟୁ କଲା ପରେ ତାକୁ ଡକେଇକିରି ପଚାରିଲା ପରେ ତା ଘରେ ଯାଇକିରି ସିଏ ଆଡମିଟ୍ କଲା ଯେ ମୁଁ ଏଟା ଦେଇଛି ତାକୁ ବିକ୍ରି କରିଛି, କିନ୍ତୁ କାଗଜପତ୍ର ତାର ନାହିଁ। ସିଏ ଯାହାଠୁ କିଣିଥିଲା ସେ ନାଁଟା କହିଲା, ବସ୍ତାର ଜଣେ ଯିଏ ପ୍ରିନ୍ସିପାଲ ଆକ୍ୟୁଜ। ତାପରେ ତା ଘର ପାଖରୁ ଆଉ ଗୋଟେ ଗାଡ଼ି ବି ସିଜ୍ ହେଲା। ସେ ତାର କାଗଜପତ୍ର ଦେଖେଇ ପାରିଲେନି। ଏଇ ଯୋଉ ଗାଡ଼ିଟି ସିଏ ଯୋଉ ଲୋକଠୁ କିଣିଥିଲେ ତାଙ୍କ ନାଁ ବି ସେ ଡିସକ୍ଲୋଜ କଲେ। ତେଣୁ ଏ ସମସ୍ତଙ୍କୁ ଆମେ ଜଣ ଉପରେ ଜଣେ ତଦନ୍ତ ଭିତରକୁ ଆଣିଲୁ। ଆଣିକିରି 4ଟି ଗାଡ଼ି ଆମର ସିଜ୍ ହେଲା ମୋଟରସାଇକେଲ। ଆଉ ଯିଏ ପ୍ରିନ୍ସିପାଲ ଆକ୍ୟୁଜ ଆଙ୍କୁ ଯିଏ ବିକ୍ରି କରିଛି ସେ ଲୋକ ବସ୍ତାରେ ଥିଲା, ତାକୁ ଆମେ ବସ୍ତାରୁ ଆପ୍ରେହେଣ୍ଡ କଲୁ। ସିଏ କନଫେସ୍ କଲା ଯେ ମୁଁ ଏ ଗାଡ଼ି ସବୁ ଚୋରି କରି ବିକ୍ରି କରିଛି। ମୟୂରଭଞ୍ଜ, ଭଦ୍ରକ ଆଉ ବାଲେଶ୍ୱରରୁ ସେ ସବୁ ଗାଡ଼ି ଚୋରି କରି ବିକ୍ରି କରିଛନ୍ତି। ତାର ଆଉ 3 ଜଣ ଆସୋସିଏଟ ବି ଅଛନ୍ତି। ସେ ଆସୋସିଏଟ ଆଉ 3 ଜଣ ଧରା ପଡ଼ିନାହାନ୍ତି। ଏମାନେ ଧରା ପଡ଼ିବା ପରେ ସେମାନେ ପୁଲିସ ଆରେଷ୍ଟକୁ ଆଖିରେ ରଖି ଖସି ଯାଇଛନ୍ତି। ସେମାନଙ୍କୁ ଆମେ ଖୁବ୍ ଶୀଘ୍ର ଗିରଫ କରିବୁ। ଏ ଭିତରେ ଆମେ ଜାଣିବାକୁ ପାଇଲୁ ଯେ 9ଟି ଗାଡ଼ି ଏମାନେ ଚୋରି କରିକି ବିକ୍ରି କରିଛନ୍ତି। ଏମାନଙ୍କର ମୋଡସ୍ ଅପରାଣ୍ଡି ହେଲା, ଏମାନେ ଚୋରି ଗାଡ଼ି କି ଚୋରି ଯୋଉ ବସ୍ତାର ଯୋଉ ଆକ୍ୟୁଜ ସେ ଚୋରି କରେ। ଚୋରି କରିକି ଏ ଗାଡ଼ି କି ଦେଶୀ ମଦ ଯୋଉମାନେ ବିକ୍ରି କରୁଛନ୍ତି ତାଙ୍କୁ ବିକ୍ରି କରିଦିଅନ୍ତି। ସେମାନେ ସେ ଗାଡ଼ିକି ଧରିକିରି ତାଙ୍କର ଦେଶୀ ମଦ ଟ୍ରାନ୍ସପୋର୍ଟ କରନ୍ତି ଭଦ୍ରକ, ବାସୁଦେବପୁର ଆଉ ଆମର ବାଲେଶ୍ୱର ଜିଲ୍ଲାରେ ଯୁଆଡ଼େ। ଯଦି ପୁଲିସ କୋଉଠି ଇଣ୍ଟରଭ୍ୟୁ କଲା ବା ଧରିଲା ସେ ସେଠି ଗାଡ଼ି ଛାଡ଼ିଦେଇ ପଳାନ୍ତି। ଏ ସଂକ୍ରାନ୍ତରେ ଆମର ଗୋପାଳପୁର ଥାନାରେ 5ଟି ଗାଡ଼ି ସିଜ୍ ହେଇଛି 104/2025 କେସ୍ ନମ୍ବରରେ। ସେ ଗାଡ଼ି ଗୁଡ଼ିକ ଡିଟେକ୍ଟ ହେଲା ଏମାନେ ଚୋରି କରିଛନ୍ତି। ଏ ଯୋଉ 4 ଜଣ, ଜଣେ ପ୍ରିନ୍ସିପାଲ ଆକ୍ୟୁଜ ଆଉ 3 ଜଣ ରିସିଭର, ଏମାନଙ୍କୁ ଆଜି ଆମେ ଆରେଷ୍ଟ କରି ଫରୱାର୍ଡ କରୁଛୁ। ରାକେଟ ଆନ୍ତଃଜିଲ୍ଲା ରାକେଟ, ତାକୁ ଆମେ ବର୍ତ୍ତମାନ ଧରିବାରେ ସକ୍ଷମ ହେଇଥିଲୁ, କିନ୍ତୁ ଆଉ ଏମାନେ ଆମର ଆକ୍ସନ ଭିତରେ ସେମାନେ ଖବର ପାଇକି ଖସି ଯାଇଛନ୍ତି। ତାଙ୍କୁ ଖୁବ୍ ଶୀଘ୍ର ବି ଧରାଯିବ। ତାଙ୍କ ଘରୁ କିଛି ମାରଣାସ୍ତ୍ର କିମ୍ବା କିଛି ଚାବି ମାଷ୍ଟର କି ଆଉ କିଛି ଜବତ ହେଇଛି? ନାଇଁ, ଜବତ ହେଇପାରିନି। ଏଇଟା ଗୋଟାଏ ପରେ ଗୋଟେ ସେମାନେ ଏଇ ଯୋଉ କ୍ରାଇମ କରନ୍ତି 10-12 ହଜାର ଟଙ୍କା ଭିତରେ ଗାଡ଼ି ବିକ୍ରି କରିଦିଅନ୍ତି, କିନ୍ତୁ ତାର କାଗଜପତ୍ର ନଥାଏ। ମାନେ ଜାଣିକିରି ବି ତାକୁ କିଣିଛନ୍ତି ଚୋରା ଗାଡ଼ି ବୋଲି। ଯେହେତୁ ତାଙ୍କର ଚୋରା ମଦ ବେପାରରେ ସେମାନେ ତାକୁ ଇନଭଲ୍ଭ କରାନ୍ତି, ଲଗାନ୍ତି, ତେଣୁ ଏମାନେ ତାଙ୍କୁ ଖୁବ୍ ସହଜରେ କିଣି ନେଇଥାନ୍ତି। ବାଲେଶ୍ୱରରୁ ପ୍ରସେନଜିତ ସେଠୀଙ୍କ ରିପୋର୍ଟ, କୋଣାର୍କ ଲାଇଭ୍।